ଜୟ ଜଗନ୍ନାଥ। ଏ ହେଉଛି ଲବଣଗିରି ପାହାଡ଼ ଉପରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର, ଯେଉଁଠି ପ୍ରଭୁ ଶ୍ରୀ ଜଗନ୍ନାଥ ଭଉଣୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ରଙ୍କ ସହିତ ଲୋକମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ମନ୍ଦିରଟି ବହୁତ ବଡ଼ ପାହାଡ଼ ଉପରେ ରହିଛି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣମାନେ ଦେଖିପାରିବେ କିପରି ଭାବରେ ପାହାଡ଼ ଉପରେ ଏତେ ସୁନ୍ଦର ମନ୍ଦିର ତିଆରି କରାଯାଇଛି ଏବଂ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା କିପରି ଭାବରେ ସେଠି ଲୋକମାନଙ୍କୁ ଦର୍ଶନ ଦେଉଛନ୍ତି। ଫାଇନାଲି ଆମେ ଆସିକି ପହଞ୍ଚିଗଲୁ। ବର୍ତ୍ତମାନ ଆମେ ଉପରକୁ ଯିବା। ଏଠୁ କେତେ ସୁନ୍ଦର ଭାବରେ ଦେଖା ବି ଯାଉଛି ଏଠୁ ମନ୍ଦିରଟି। ରାସ୍ତା ଖୋଳିକି ଏପଟେ କାମ ତ କରାଯାଇଛି। ବହୁତ ଲୋକ ବି ଆସନ୍ତି, କିନ୍ତୁ ଯେହେତୁ ଆମେ ଭିଡ଼ିଓ କରିବାକୁ ଆସିଲୁ ତ ଫାଙ୍କା ଟାଇମରେ ଆମେ ଟିକେ ଆସିବାଟା ଉଚିତ ବୋଲି ଭାବିଲୁ। ଏଠୁ କେତେ ସୁନ୍ଦର ଭାବରେ ଦେଖାଯାଉଛି ମନ୍ଦିରଟି। ପୁରା ଉପରକୁ ଗଲେ ବହୁତ ସୁନ୍ଦର ଭାବରେ ଆପଣମାନେ ଦେଖିପାରିବେ। ଭିଡ଼ିଓଟିକୁ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ। ଏଠି ପାହାଡ଼ କଟା ହେଇକି ଉପରକୁ ରାସ୍ତା ତିଆରି କରାଯାଇଛି, ତାପରେ ସେଠି ମନ୍ଦିର ହେଇଛି। କିନ୍ତୁ ୟା ପୂର୍ବରୁ ସେଠି ଗୋଟେ ମନ୍ଦିର ଥିଲା, ବହୁତ ବହୁତ ବର୍ଷ ପୂର୍ବରୁ ଗୋଟେ ମନ୍ଦିର ଥିଲା। ସେଥିପାଇଁ ତାକୁ କାମ କରିକି ସେଠି ବର୍ତ୍ତମାନ ଗୋଟେ ନୂଆ ମନ୍ଦିର ରୂପରେ ବି ମାନେ ଆଖ୍ୟା ଦିଆ ହେଇଗଲାଣି, ଯୋଉଠି ଶ୍ରୀ ଜଗନ୍ନାଥ ମନ୍ଦିର ପୁରା ତିଆରି କରାଯାଇଛି। ଉପରକୁ ଗଲାବେଳେ ଦିପଟ ସାଇଡରେ ବହୁତ ସାରା ଗଛ ବି ଲଗାଯାଇଛି, କିନ୍ତୁ ଛୋଟ ଛୋଟ ତ, ବଡ଼ ହେଇନି ପର୍ଯ୍ୟନ୍ତ। କିନ୍ତୁ ବହୁତ ସୁନ୍ଦର ସୁନ୍ଦର ଗଛ ବି ଲଗାଯାଇଛି। ତ ଏମିତି ଉପରକୁ ଚଢିବା ବେଳେ ଏଠୁ ଦେଖାଯିବ, ଦେଖା ବି ଗଲାଣି, ଏଠି ଗୋଟେ ହ୍ୱାଇଟ୍ ମନ୍ଦିର ଦେଖାଯାଉଛି। ସେ ହ୍ୱାଇଟ୍ ମନ୍ଦିରଟା ଆକ୍ଚୁଆଲି ବହୁତ ପୁରୁଣା, ତାପରେ ଯାଇକି ସବୁ ମନ୍ଦିର ଗୁଡା କାମ ହେଇଛି। ଏଇ ହ୍ୱାଇଟ୍ ମନ୍ଦିର ହଉଛି ସବୁଠୁ ପୁରୁଣା। ସେଇଭଳିଆ ଗୋଟେ ଆଉ ଗୋଟେ ମନ୍ଦିର ଅଛି, ତାର ବାଁ ପଟେ ଆପଣମାନେ ଦେଖିପାରିବେ ଗଲେ, ସେଠି ହନୁମାନ ଅଛନ୍ତି ଆଉ ଏଇଟାରେ ଶିବ ଅଛନ୍ତି। ଏଇ ହ୍ୱାଇଟ୍ ମନ୍ଦିରଟାରେ ଏଇଟା ହଉଛି ସବୁଠୁ ପୁରୁଣା। ତ ବହୁତ ସାରା ଗଛ ବି, ଫୁଲ ଗଛ ବି ଲଗେଇ ଦେଇଛନ୍ତି, ବହୁତ ସୁନ୍ଦର ବି ଲାଗୁଛି ଦେଖିବା ପାଇଁ। ଏଇଟା ହଉଛି ହନୁମାନ ମନ୍ଦିର, ଆ ଭିତରେ ହନୁମାନ ଅଛନ୍ତି। ଏଇ ମନ୍ଦିରଟା ଆଉ ପୂର୍ବରୁ ଯୋଉ ମନ୍ଦିରଟା ଦେଖିଲେ ଏଇଥିରେ କିଛି ସେମ୍ ସେମ୍ ଅଛି, କିନ୍ତୁ ଅଲଗା। ସେପଟେ ମହାଦେବ ଅଛନ୍ତି ଆଉ ଏଠି ହନୁମାନ ଅଛନ୍ତି ୟା ଭିତରେ। ୟା ଭିତରକୁ ତ ଭିଡ଼ିଓ କରିବାକୁ ଆଲାଉ ନାହିଁ, କୋଉ ବି ମନ୍ଦିର ଭିତରକୁ ଭିଡ଼ିଓ କରିବାକୁ ଆଲାଉ ନାହିଁ କି ଫଟୋ କରିବାକୁ ଆଲାଉ ନାହିଁ। ଆମେ କିନ୍ତୁ ଏମିତି ବାହାରେ ରହିକି ଭିଡ଼ିଓ କରିଦେଇଛୁ, ଜୁମ୍ କରିକି ଯାହା ଯେତିକି ଆମେ ଚେଷ୍ଟା କରିଛୁ ଭିଡ଼ିଓ ଆଣିବା ପାଇଁ। ଆସିଛି ବି ଟିକେ ଟିକେ ଦେଖିପାରିବେ। ୟା ଭିତରେ ହନୁମାନ ମନ୍ଦିର, ହନୁମାନ ଅଛନ୍ତି। ୟା ଭିତରେ ପୂଜା ହଉଛି, ଲୋକ ପୂଜା କରୁଛନ୍ତି। ୟା ଭିତରେ ବହୁତ ସୁନ୍ଦର, ଆମେ ଥରେ ଆସିଥିଲୁ ଦେଖିଥିଲୁ, ବହୁତ ସୁନ୍ଦର ଭାବରେ ଅଛି। ଆମେ ଜୁମ୍ କରିକି ଦେଖିବାକୁ ଚେଷ୍ଟା କରୁଛୁ। ହଁ, ବହୁତ ସୁନ୍ଦର ଭାବରେ ଦେଖା ବି ଗଲାଣି। ଦେଖିଆ ଆଉ ଟିକେ ଜୁମ୍ କଲେ ଦେଖାଯିବ। ଏଠି ପୂଜା କରୁଛନ୍ତି ଜଣେ ବସିକି, ବହୁତ ସୁନ୍ଦର ଭାବରେ ହନୁମାନଙ୍କୁ ସଜା ବି ଯାଇଛି। ତା ସାଇଡରେ ଗୋଟେ ଗଛ ଥିଲା କହୁଥିଲି, ଏଟା ହଉଛି ସେ ଗଛ ସାଇଡରେ ହନୁମାନ ମନ୍ଦିର ସାଇଡରେ ଗଛ। ଏଠି ହନୁମାନ ବି ଅଛନ୍ତି ଦେଖିପାରିବେ। ସେଟା ହଉଛି ହନୁମାନ ମନ୍ଦିର, ତା ଭିତରେ ମନ୍ଦିରରେ ଠାକୁର ଅଛନ୍ତି ଆଉ ଏ ବାହାରେ ବି ହନୁମାନଙ୍କୁ ରଖାଯାଇଛି। ଆଉ ଟିକେ ପଛକୁ ଆସିଲେ ଦେଖିପାରିବେ, ଏଟା ପୁରା ଦିଟା ଯାକ ଏକାଠି ରହିଛି, ପୁରା ପାଖାପାଖି। ୟା ସାଇଡ ଏ ବାହାରଟା ତ ପାର୍କିଂ କରନ୍ତି ଲୋକ ଆସିଲେ, କିନ୍ତୁ ବହୁତ କମ ଲୋକ ଯେହେତୁ ଏବେ ପାର୍କିଂ ନାହିଁ। ଏ ସାମ୍ନାଟା ହେଲା ମହାଦେବ ମନ୍ଦିର, ଏଇଟା ହଉଛି ସବୁଠୁ ପୁରୁଣା ମନ୍ଦିର। ଏଇଠି ମହାଦେବ ଅଛନ୍ତି, ୟାର ଡାହାଣ ପଟେ ଜଗନ୍ନାଥ ମନ୍ଦିର। ଏଇଠି ବହୁତ ସୁନ୍ଦର ଭାବରେ ହେଇଛି, ସଜେଇଛନ୍ତି ଏଇଟାକୁ। ଫୁଲ ଗଛ ବି ରହିଛି। ପୂଜା କରି ସେ ଆସିଲେ ଆମେ ତାଙ୍କୁ ପଚାରୁଥିଲୁ ଭିଡ଼ିଓ କରିପାରିବେ କି, କହିଲେ ହଉ ଠିକ୍ ଅଛି କର, କିନ୍ତୁ ଭିତରକୁ ଯାଇକି ଫଟୋ ଉଠେଇ ପାରିବନି କି ଭିଡ଼ିଓ କରିପାରିବନି। ସେଥିପାଇଁ ଆମେ ବାହାରୁ କରିବାକୁ ଚେଷ୍ଟା କଲୁ ଯେତିକି ଯାହା ହେଇପାରିବ। ୟାର ଡାହାଣ ପଟେ ଠିକ୍ ଜଗନ୍ନାଥ ମନ୍ଦିର ଆପଣ ଦେଖିପାରିବେ। ଆଉ ଟିକେ ପଛକୁ ଆସିଲେ ଏହା ପୁରାଟା ଦେଖିପାରିବେ। ଏଇଟା ହଉଛି ସବୁଠୁ ପୁରୁଣା ମହାଦେବ ମନ୍ଦିର। ୟାର ବାଁ ପଟେ ହଉଛି ଜଗନ୍ନାଥ ମନ୍ଦିର। ଏଠି ସ୍ନାନ ମଣ୍ଡପ ପରିକା ଅଛି, ଯୋଉଠି ଜଗନ୍ନାଥ ଗାଧାନ୍ତି ଯେମିତି ପୁରୀରେ ରହିଛି, ଏଠି ବି ବହୁତ ସୁନ୍ଦର ଭାବରେ କରିଛନ୍ତି। ମନ୍ଦିର ଦେଖାଗଲା ବର୍ତ୍ତମାନ, ଦେଖିବେ ବହୁତ ସୁନ୍ଦର ଭାବରେ ଏଠି ତିଆରି କରିଛନ୍ତି ମନ୍ଦିରଟାକୁ, ଯେମିତି 22 ପାହାଚ ରୁହେ ସେମିତି ତ ନୁହଁ, କିନ୍ତୁ ସେ ସେଭଳିଆ ପୁରା ରହିଛି। ପୁରା ଜୁମ୍ କଲେ ଏଠି ଦେଖାଯିବ ମନ୍ଦିରଟି। ଏଠି ଆମେ ମନା କରିଥିଲେ ଭିଡ଼ିଓ ଠାକୁରଙ୍କର ଆଣିବା ପାଇଁ, କିନ୍ତୁ ଆମେ ଚେଷ୍ଟା କରିକି ଆଣି ଦେଇଛୁ ଜୁମ୍ କରିକି। ଆପଣମାନେ ଫୁଲ୍ ଭିଡ଼ିଓ ଯଦି ଦେଖିବେ ତାହେଲେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ବହୁତ ଭଲ ଭାବରେ ଦେଖିପାରିବେ। ଭିଡ଼ିଓ ଲାଷ୍ଟରେ ଆମେ ସେଟା ଦେଇଛୁ, ତେଣୁ ଆପଣ ଭିଡ଼ିଓ ଲାଷ୍ଟକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ସେଠି ଆପଣ ତିନି ଠାକୁରଙ୍କୁ ଦର୍ଶନ କରିପାରିବେ, ବହୁତ ସୁନ୍ଦର ଭାବରେ ଦେଖି ବି ପାରିବେ। ଆଉ ପଛପଟେ ଆପଣମାନେ ଦେଖୁଥିବେ ଦିଟା ମନ୍ଦିର ବି ଦେଖାଯାଉଛି। ସେ ଦିଟା ମନ୍ଦିର କୋଉ ମନ୍ଦିର, କାହିଁକି ରହିଛି ସେଟା ବି ଆମେ କହିବୁ। ଏଠି ଜୁମ୍ କଲେ ତ ଯାହା ଯେମିତି ଆସୁଛି ଦେଖାଯାଉଛି, ଠାକୁର ଏଠୁ ଦେଖାଯାଉନାହାନ୍ତି। ଏଠୁ ଖାଲି ମନ୍ଦିରଟା ଦେଖାଯାଉଛି। ଉପରେ ଦେଖିପାରୁଥିବେ ପତାକା ବହୁତ ଜୋରେ ପବନ ହଉଛି, ଯେହେତୁ ବହୁତ ପାହାଡ଼ ଉପରେ ପୁରା ରହିଛି, ପୁରା ପବନ ଜୋର ହଉଛି। ଏତେ ସୁନ୍ଦର ଭାବରେ ପତାକା ବି ଉଡୁଛି। ଆଉ ଟିକେ ଉପରକୁ ଆସିଲେ ଦେଖାଯାଉଛି ସେଠି ଅଶୋକ ଚକ୍ର ଦେଖାଯାଉଛି, ତା ଉପରେ ପତାକା ଉଡୁଛି। ତା ସାଇଡରେ ଯୋଉ ଦିଟା ମନ୍ଦିର ହଉଛି, ଗୋଟେ ହଉଛି ଲକ୍ଷ୍ମୀ ମନ୍ଦିର ଆଉ ଗୋଟେ ହଉଛି ବିମଳା ମନ୍ଦିର, ଯୋଉଟା କି ପୁରୀ ମନ୍ଦିରରେ ବି ଅଛି।
ଠିକ୍ ଅଛି। ପୁରୀ ମନ୍ଦିରର ବାଁ ପଟେ ଆପଣମାନେ ଦେଖିବେ ଲକ୍ଷ୍ମୀ ମନ୍ଦିର, ଡାହାଣ ପଟେ ବିମଳା ମନ୍ଦିର। ଏଇଟା ହେଉଛି ବାମ ପଟ ଲକ୍ଷ୍ମୀ ମନ୍ଦିର। ୟା ଭିତରେ ଲକ୍ଷ୍ମୀ ଅଛନ୍ତି। ଏଠି ପୂଜା କରାଯାଏ। ସେ ଭାଇନା ବି ଅଛନ୍ତି, ପୂଜା ବି କରୁଥିଲେ। ଆମେ କହିଲୁ ଟିକେ ସାଇଡ୍ ହେଇଛନ୍ତି। ଆଉ ୟାର ଡାହାଣ ପଟ ମାନେ ମନ୍ଦିରର ବି ଡାହାଣ ପଟ ବିମଳା ମନ୍ଦିର। ଏଇଟା ହେଲା ବିମଳା ମନ୍ଦିର, ଯୋଉଠି ଭୋଗ ଆଣିକି ଫାଷ୍ଟ ତ ଏଠି ମାନେ ପ୍ରସାଦ ଦେଇକି ତାପରେ ଠାକୁରଙ୍କୁ ଲଗେଇବାକୁ ନିଆଯାଏ। ଏଟା ହଉଛି ବିମଳା ମନ୍ଦିର, ପୁରା ଦିଟା ଯାକ ଏକା ମନ୍ଦିର। ବିମଳା ମନ୍ଦିର ଦେଖିବାକୁ ଯେମିତି, ଲକ୍ଷ୍ମୀ ମନ୍ଦିର ବି ଦେଖିବାକୁ ସେମିତି, ପୁରା ଜଗନ୍ନାଥ ମନ୍ଦିର ପଛପଟେ ଦିଟା ଯାକ ରଖିଛନ୍ତି। ଏଟା ବିମଳା ମନ୍ଦିର। ଜୁମ୍ କଲେ ମା ଦେଖା ଯାଉଛନ୍ତି, ବହୁତ କମ ଦେଖା ଯାଉଛନ୍ତି, ଚଳିବ। ସେ ତ ଭିତରକୁ ଟିକେ କଭର ହେଇଗଲା, ଦେଖାଯାଉନି। ସେ ପଶିଗଲେ ହଁ ଦେଖାଗଲା। ବହୁତ ସୁନ୍ଦର ଭାବରେ ସଜା ହେଇଛି। ସକାଳୁ ପୂଜା ବି ହେଇଛନ୍ତି, ସେଥିପାଇଁ ବହୁତ ସୁନ୍ଦର ଭାବରେ ସଜା ହେଇଛି। ୟାର ବାଁ ପଟ ହଉଛି ଲକ୍ଷ୍ମୀ ମନ୍ଦିର। ଏଇଟା ହେଲା ଲକ୍ଷ୍ମୀ ମନ୍ଦିର। ଏଠି ବସିଛନ୍ତି, ଏଟା ବହୁତ ଟିକେ ଖରା ପଡିଛି ତ ଭଲ ଦେଖାଯାଉନି। ୟା ଭିତରେ ମା ଅଛନ୍ତି, ସଜା ହେଇଛି। ଟିକେ ଜୁମ୍ କରିବା ଦେଖିବା, ବହୁତ ସୁନ୍ଦର ଭାବରେ ଦେଖା ବି ଗଲେ। ହଁ ପୂଜା ହେଇଛି ତ ସେଥିପାଇଁ ସେ ମନା ବି କରୁଥିଲେ ଭିଡ଼ିଓ କରନି, ଆମେ ଟିକେ କରିଦେଲୁ ଜୁମ୍ କରିକି ଦୂରରେ ଠିଆ ହେଇକି, ତ ସେଥିପାଇଁ ଟିକେ ଭଲ ଦେଖାଯାଉନି, କିନ୍ତୁ ବହୁତ ସୁନ୍ଦର ହେଇଛି। ଏଠି ତ ଲକ୍ଷ୍ମୀ ମନ୍ଦିର ଆଉ ବିମଳା ମନ୍ଦିର ପୁରା ସେମ୍ ଟୁ ସେମ୍। ପଛପଟ ଜଗନ୍ନାଥ ମନ୍ଦିର ପଛପଟ। ଏଠୁ ଦେଖାଗଲା ତିନିଟା ଜାଗା ଆପଣମାନେ ଦେଖିପାରୁଥିବେ। ଏଠି ବଡ଼ଟା, ଏଠି ଜଗନ୍ନାଥ ମନ୍ଦିର, ପଛପଟେ ଲକ୍ଷ୍ମୀ ମନ୍ଦିର ଆଉ ବିମଳା ମନ୍ଦିର। ଯେମିତି ପୁରୀରେ ଥାଏ ସେମିତି। ଏଠି ବହୁତ ଗଛ ବି ଲଗେଇ ଦେଇଛନ୍ତି, ଫୁଲ ଗଛ ଲାଗିଛି, ସୁନ୍ଦର ହେଇଛି। ଏଟାକୁ ଧୀରେ ଧୀରେ ସୁନ୍ଦର କରାଯାଉଛି। ଯେହେତୁ ଏବେ ଏବେ ନୂଆ ନୂଆ ହେଇଛି ତ ଟିକେ ଟାଇମ୍ ଲାଗିବ। ଆଉ 6 ମାସ ବର୍ଷେ ପରେ ଯଦି ଆପଣମାନେ ଦେଖିବାକୁ ଆସିବେ, ଆହୁରି ବହୁତ ସୁନ୍ଦର ଦେଖାଯିବ। ବହୁତ ସାରା ଫୁଲ ଗଛ ଲାଗିଛି। ଗେଣ୍ଡୁ ଗଛ ତ ବହୁତ ସୁନ୍ଦର ଭାବରେ ଏଠି ପାଣି ଦଉଥିଲେ, ବହୁତ ସୁନ୍ଦର ଦେଖା ବି ଗଲା। ଏଠିକୁ ଆପଣମାନେ ଯଦି ବଡ଼ ଓଷା, ରଥଯାତ୍ରା କି ଯାହା ବି ଜଗନ୍ନାଥଙ୍କର ପରମ୍ପରା ରହିଛି, ସେଇ ଦିନ ମାନଙ୍କରେ ଆସିବେ, ବହୁତ ଜୋରେ ଗହଳି ଦେଖିବାକୁ ପାଇବେ। ବହୁତ ଲୋକ ଆସନ୍ତି ଏଠି ଦେଖିବା ପାଇଁ। ଯାହା ବି ବହୁତ କମ୍ ଲୋକ ଜାଣିନାହାନ୍ତି, କିନ୍ତୁ ଅଧିକରୁ ଅଧିକ ଲୋକ ଜାଣି ବି ଗଲେଣି। ଏଠି ମୁଁ କହିଥିଲି ଆପଣମାନଙ୍କୁ, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଦେଖିପାରିବେ। ଏଠି ଭଲରେ ଦେଖନ୍ତୁ। ଆମେ ଜୁମ୍ କରିକି ଚେଷ୍ଟା କରିଛୁ ଠାକୁରଙ୍କୁ ଦେଖେଇବା ପାଇଁ। ଟିକେ ସେ ଯାଇସାରନ୍ତୁ ଭାରି, ଆପଣମାନେ ଦେଖିବେ ସୁନ୍ଦର ଭାବରେ ଦେଖାଯିବ। ଦେଖା ବି ଗଲେ ଏଠୁ ବହୁତ ସୁନ୍ଦର ଦେଖାଗଲା, ବହୁତ ସୁନ୍ଦର ଭାବରେ ଦେଖା ବି ଗଲେ। ଜଗନ୍ନାଥ ଏଠି ଦେଖାଯାଉଛନ୍ତି। ଏଟା ହଉଛି ଓଭରାଲି ଦେଖିବେ, ଏଠି କାମ ହଉଛି କିନ୍ତୁ ମନ୍ଦିରର ଏଟା ହଉଛି ଆକୁରେଟ୍। ଏପଟେ ବି ଘର ତିଆରି କରିଛନ୍ତି, ସେଠି କିଛି କାମ ହବ ତାପରେ ଠାକୁରଙ୍କ ପାଇଁ ଯାହା ରହିବା ପାଇଁ। ଏ ତଳପଟଟା ପାର୍କିଂ। ଆଉ ଉପରୁ ବି ଦେଖିବେ ଧଉଳି ବି ଦେଖାଯିବ। ଭଲରେ ଆମେ ତ ଜୁମ୍ କରିକି ଦେଖେଇ ପାରିଲୁନି। ଆଉ ପଛପଟେ ଧଉଳି ବି ଏଠୁ ଠିଆ ହେଲେ ଦେଖାଯାଉଛି। ପୁରା ଚାରିପଟ ଆପଣମାନେ ଦେଖିବେ, ସବୁ ଏରିଆ ବି ଦେଖାଯାଉଛି। ଆଉ ପଛପଟେ ଠିଆ ହେଲେ ଏ ଏରିଆଟା ଗଛ ଲଗେଇଛନ୍ତି, ଆଉ ଏପଟେ ପାଣି ଦଉଛନ୍ତି, କାମ କରୁଛନ୍ତି। ଆହୁରି ଏପଟେ ବି ଆହୁରି ତିଆରି କରୁଛନ୍ତି ମନ୍ଦିର, କିଛି ଛୋଟ ଛୋଟ ମନ୍ଦିର। ତ ଏଠୁ ଦେଖିଲେ ମନ୍ଦିରଟି ଏମିତି ଦେଖାଯାଉଛି ସୁନ୍ଦର। ଏଠି ଭଲ ଭଲ ଦିନ ମାନଙ୍କରେ ଆସିଲେ ଦେଖିବେ ବହୁତ ସାରା ଗହଳି ଥିବ, ସେତେବେଳେ ବହୁତ ସାରା ଲୋକ ବି ଥିବେ। ଏଠୁ ଦେଖନ୍ତୁ, ଏଠି ଦେଖାଯାଉଛି ଧଉଳି। ବହୁତ ଜୁମ୍ କରି ଯଦି ଆପଣମାନେ ଦେଖିବେ ତାହେଲେ ଦେଖିପାରିବେ ଧଉଳି ଦେଖାଯାଉଛି। ବାକି ଆ ଚାରିପଟ ଦେଖିଲା ପଛପଟ ଯୋଉ ମାନେ ଗଛ ଏରିଆ ରହିଛି, ବହୁତ ସାରା ଜଙ୍ଗଲ ଏରିଆ, ସେଟା ବି ଆପଣମାନେ ଦେଖିପାରିବେ। ଏମିତି ଚାରିପଟ ଦେଖନ୍ତୁ, ଏପଟେ ବି ଗଛ ରହିଛି ବହୁତ ସାରା। ଏଠି ପାଚେରୀ କରାହେଇନି, ପାଚେରୀ ବି ହେଇଯିବ ବୋଲି କହୁଥିଲେ ବହୁତ ଜଲ୍ଦି। ତାପରେ ଦେଖିବେ ଫେରିଲା ବେଳେ କେମିତି ଦେଖାଯାଉଛି। ଏଇଟା ଫେରିଲା ବେଳେ ଏମିତି ଉଠିକି ଆସନ୍ତି ଉପରକୁ, ଏ ରାସ୍ତାଟା ଧୀରେ ଧୀରେ ଟାଇଲ୍ ପଡ଼ିଯିବ ବୋଲି କହୁଛନ୍ତି। ଏଠି ଗଛ ଲଗେଇଛନ୍ତି ବହୁତ ସାରା, ପାଣି ଦଉଛନ୍ତି, ବଡ଼ ହେଇଯିବ, ବହୁତ ସୁନ୍ଦର ବି ଦେଖାଯିବ ବଡ଼ ହେଇଗଲେ। ତଳୁ ଦେଖିଲେ ବି ଆପଣମାନେ ବହୁତ ସୁନ୍ଦର ଦେଖାଯିବ। ଦେଖିଲେ ତଳୁ ଦେଖିଲା ବେଳକୁ ଉପରୁ ଏମିତି ସୁନ୍ଦର ଦେଖାଯାଉଛି। ଏଟା ସବୁ ଟାଇଲ୍ ପଡ଼ିବ, ପାର୍କ ଟାଇପ୍ର ହବ, ଘାସ ଫାସ ଉଠିକି ବହୁତ ସୁନ୍ଦର ଲାଗିବ ସେତେବେଳେ ଦେଖିଲା ବେଳକୁ। ଆପଣମାନେ ଯଦି ଏମିତି ନୂଆ ନୂଆ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆମେ ବହୁତ ନୂଆ ନୂଆ ଭିଡ଼ିଓ ଚେଷ୍ଟା କରିବୁ ଅପଲୋଡ଼ କରିବା ପାଇଁ ଏବଂ ଆପଣମାନଙ୍କୁ ଦେଖାଇବା ପାଇଁ। ତେଣୁ ଭିଡ଼ିଓକୁ ସେୟାର ମଧ୍ୟ କରନ୍ତୁ ଆପଣଙ୍କ ସାଙ୍ଗସାଥିମାନଙ୍କୁ। ଜୟ ଜଗନ୍ନାଥ।